ଶେଷରେ ଆଉ କ'ଣ କହିବି, ମୁଁ ତ ବାବାଙ୍କର ତ ଅପାର କରୁଣା, ମୁଁ ତ ଆଉ ସବୁ କିଛି କହିପାରିବିନି। କହିବାକୁ ତ ଗଲେ ତାର ଦିନ ସରିବ ନାହିଁ। ମୋର ପରିଚୟ, ମୁଁ ହେଉଛି ଗଦାଧର ଗନ୍ତାକ, ମୋ ଘର ହେଉଛି ଦେଉଳି। ଏଠିକି ତ ମୁଁ ବାବା ଆମର ବ୍ରହ୍ମପୁର ଥିଲାବେଳେ ସେ ଠାକୁରଙ୍କର ଯେଉଁ କାର୍ଯ୍ୟ ଆମର ସେଠି ଚାଲିଥିଲା, ମୋର ସେତେବେଳେ ଆର୍ଥିକ ଅବସ୍ଥା ବହୁତ ଖରାପ ବି ଥିଲା। ଛୋଟ ପିଲା, ମୋର ପୁଅ ଝିଅ ବହୁତ ଛୋଟ ହେଇଥିଲେ, ମୋ ଦେହ ପା ବହୁତ ଅସୁସ୍ଥ ଥିଲା। ମୋତେ ଜଣେ କହିଲା ସେ ଜୟପୁର ନା ବ୍ରହ୍ମପୁର ସେଠି ବାବା ସେ ଅକ୍ଷୟ ବ୍ରହ୍ମ ବୋଲିକିରି ଜଣେ ଅଛନ୍ତି, ସେଠି ସମସ୍ତେ ଯାଇକିରି ଦେହ ପା ଭଲ ହେଇଯାଉଛି, ଉପକୃତ ହେଉଛି। ମୁଁ ସେମାନଙ୍କ କଥା ଶୁଣି ଭରସା କରି ଆସିଥିଲି। ବାବାଙ୍କ ସହିତ ସାକ୍ଷାତ ହେଇଥିଲା ସେଇ 2003 ମସିହାରୁ। ମୁଁ ବି ବାବାଙ୍କ କତିକି ଆସୁଛି। କୋଉ ଜାଗାରୁ ଆସୁଛନ୍ତି? ବ୍ରହ୍ମପୁର ବି ଆସୁଥିଲି। ଏଠିକି ତ ଆମର ଏଇ 5-7 ବର୍ଷ ଧରି ଏଠି ମନ୍ଦିର ହେଲା, ଏଠିକି ମଧ୍ୟ ଆସୁଛି। ସେ ବ୍ରହ୍ମପୁର ଠାରୁ ମୁଁ ଆସୁଛି 2003 ମସିହାରୁ ଆସୁଛି। ଏ ସ୍ଥାନ କଣ? ଏ ସ୍ଥାନ ହେଉଛି ଆପଣଙ୍କର, ଏଟା ଆମର କୁଆଖିଆରେ ଯାଉଛି, ଫାୟାର ଅଫିସ୍ ସାମ୍ନା। ଆଉ ଏଠି ଆମର ଠାକୁରଙ୍କର ତୃତୀୟ ସ୍ଥାନ ପରିବର୍ତ୍ତନ କରିବାର ଥିଲା। ଯେହେତୁ ବାବା ଦେହତ୍ୟାଗ କଲେ, ତାଙ୍କର ଜ୍ୟେଷ୍ଠ ପୁତ୍ର ବିଶ୍ୱଜିତ ସ୍ୱାଇଁ ତାଙ୍କର ପିତାଙ୍କର ପୂର୍ବ ଅନୁଭୂତି ଏବଂ ପୂର୍ବର ଇଚ୍ଛା ପୂରଣ କରିବା ପାଇଁ କୁଆଖିଆ ଫାୟାର ଅଫିସ୍ ସାମ୍ନାରେ ତାଙ୍କର କିଛି ଜାଗା ଥିଲା। ସେ ଜାଗାରେ ବାପାଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ ଏକ ନିରାକାର ମନ୍ଦିର, ଯୋଗମାୟା ମନ୍ଦିର, ଜ୍ୟୋତି ମନ୍ଦିର ଏବଂ ଯଜ୍ଞ ମନ୍ଦିର, ଘଣ୍ଟ ମନ୍ଦିର ଆୟୋଜନ କରିଛନ୍ତି ଏବଂ ରହିବା ପାଇଁ କିଛି ନିଜର କୁଟୀର ନିର୍ମାଣ କରିଛନ୍ତି। ଭକ୍ତମାନଙ୍କ ପାଇଁ ମଧ୍ୟ କିଛି କୁଟୀର ନିର୍ମାଣ କରିଛନ୍ତି। ଯାହା ହଉ, ଏକମାତ୍ର ପୁତ୍ର, ଆମେ ମଧ୍ୟ ଚିନ୍ତା କରୁଛୁ ଯେ ଏଭଳି କେହି ଜଗତରେ ଜଣେ ପୁଅ ବର୍ତ୍ତମାନ ସମୟରେ କରିବା ସମ୍ଭବ ନୁହେଁ। ଯାହା ହଉ, ସିଏ ତାଙ୍କର ପିତୃସତ୍ୟ ରାମଙ୍କ ଭଳି ପାଳନ କରି ତାଙ୍କର ପିତାଙ୍କର ପୂର୍ବ ଇଚ୍ଛାକୁ ପୂରଣ କରିଛନ୍ତି। 2003 ମସିହାରୁ ଆଜିକି 2024 ମସିହା ପର୍ଯ୍ୟନ୍ତ ମୁଁ ଏଠିକି ମଧ୍ୟ ଆସୁଛି। ବାବାଙ୍କର ଅଶେଷ କୃପା ମୋ ପ୍ରତି ରହିଛି। ମୁଁ ବହୁତ ଉନ୍ନତ ବି କରିଛି, ମୋର ବହୁତ କାମନା ପୂରଣ ହେଇଛି। ଆଉ କ'ଣ କହିବି, ବାବାଙ୍କର କଥା ତ ଅପାର। ଆଜି ତ ବର୍ତ୍ତମାନ ସୁଦ୍ଧା ଆମର ବାବାଙ୍କର ବାର୍ଷିକ ଉତ୍ସବ ଯଜ୍ଞ ଏବଂ ତାଙ୍କର ଜନ୍ମ ଉତ୍ସବ ବାର୍ଷିକ ଅକ୍ଷୟ ତୃତୀୟାରେ ମଧ୍ୟ ଯଜ୍ଞ, ବାବାଙ୍କର 2ଟା ଯଜ୍ଞ ହୁଏ। ତାଙ୍କର ଜ୍ୟେଷ୍ଠ ପୁତ୍ର ବିଶ୍ୱଜିତ ବିଶ୍ୱବ୍ରହ୍ମ, ତାଙ୍କର ମଧ୍ୟ ଜନ୍ମ ଦିବସ ଏଠି ପାଳନ ହୁଏ। ଯାହା ଆଜି ମୁଖ୍ୟତଃ ବାବାଙ୍କର ବାର୍ଷିକ ଉତ୍ସବ ପାଳନ ହେଉଛି ଏବଂ ଯଜ୍ଞ କାର୍ଯ୍ୟ ଚାଲୁଛି। ବର୍ତ୍ତମାନ ଭୋଜିର ଆୟୋଜନ ହେଇଛି। ସକାଳ ବେଳା ପ୍ରସାଦ ଏବଂ ଗାଧୁଆବେଳକୁ ପ୍ରସାଦ, ଯିବା ବେଳକୁ ମଧ୍ୟ ପ୍ରସାଦର ଭକ୍ତମାନଙ୍କ ପାଇଁ ବ୍ୟବସ୍ଥା କରାହେଇଛି। ଆଉ ଭକ୍ତମାନେ ଏବେ ବି ସୁଦ୍ଧା 200-250 ପର୍ଯ୍ୟନ୍ତ ଉପସ୍ଥିତ ଅଛନ୍ତି। ଆଉ କିଛି ଭକ୍ତ ଆସିନାହାନ୍ତି, ଆସି ପହଞ୍ଚିବେ। ଶେଷରେ ଆଉ କ'ଣ କହିବି, ମୁଁ ତ ବାବାଙ୍କର ତ ଅପାର କରୁଣା, ମୁଁ ତ ଆଉ ସବୁ କିଛି କହିପାରିବିନି। କହିବାକୁ ତ ଗଲେ ତାର ଦିନ ସରିବ ନାହିଁ। ତେଣୁ ମୁଁ ଏତିକି କହିକି ବିଦାୟ ନେଉଛି। ପ୍ରଭୁ ବ୍ରହ୍ମ।